ଲାଗିଥିଲା ଗହଳି ଚହଳି। ଜୟ ଜଗନ୍ନାଥ ଧ୍ୱନିରେ କମ୍ପୁଥିଲା ସାରା ପରିବେଶ। ହେଲେ ଏତେ କୋଳାହଳ ଭିତରେ ଛାଇଗଲା ହଠାତ୍ ଅନ୍ଧକାର। କିଏ ଜାଣିଥିଲା ଜଗାର ଭକ୍ତ ସହିତ ଘଟିଯିବ ଏମିତି କିଛି। ସେ ଥିଲେ ଜଗନ୍ନାଥଙ୍କର ପରମ ଭକ୍ତ। ମହାପ୍ରଭୁଙ୍କ କାର୍ଯ୍ୟକ୍ରମ ହେଲେ ସେ ନିଜକୁ ସମ୍ଭାଳି ପାରୁନଥିଲେ। ବିଶେଷ କରି ରଥଯାତ୍ରା ହେଉ କି ବାହୁଡ଼ା ଯାତ୍ରା, ସେ ଦିନ ତମାମ ମହାପ୍ରଭୁଙ୍କ ଯାତ୍ରାରେ ସାମିଲ ହୋଇ ମହାପ୍ରଭୁଙ୍କର ସେବା କରୁଥିଲେ। ଆଉ ଏମିତି ମହାପ୍ରଭୁଙ୍କ ସେବା କରୁ କରୁ କେତେବେଳେ ସେ ଆରପାରିକୁ ଚାଲିଗଲେ ଜାଣିପାରିଲେ ନାହିଁ। ଏଭଳି ଏକ ଘଟଣା ଘଟିଛି ବୌଦ୍ଧ ଜିଲ୍ଲା ପଲସାଗୁରାରେ। ଗତକାଲି ଥିଲା ମହାପ୍ରଭୁଙ୍କର ବାହୁଡ଼ା ଯାତ୍ରା। ଏହି ଅବସରରେ ସମସ୍ତଙ୍କ ଭିତରେ ଥିଲା ଆନନ୍ଦ ଓ ଉତ୍ସାହର ମାହୋଲ। କଣ୍ଟାମାଳ ବ୍ଲକ ଅନ୍ତର୍ଗତ ରୁଣ୍ଡିମହୁଲ ପଞ୍ଚାୟତ ବରପଦର ଗାଁର ଜୟେନ୍ଦ୍ର ନନ୍ଦ ସବୁ ବର୍ଷ ପରି ଚଳିତ ବର୍ଷ ବି ସେ ମହାପ୍ରଭୁଙ୍କ ସେବାରେ ନିୟୋଜିତ ହୋଇଥିଲେ। ହେଲେ କଥାରେ ଅଛି, ମୃତ୍ୟୁ ଯେତେବେଳେ ଆସେ ନା ଦେଖେ ସମୟ ନା ଦେଖେ ମଣିଷ। ସମ୍ପୂର୍ଣ୍ଣ ସୁସ୍ଥ ଥିବା ମଣିଷକୁ ବି ସେ ନିଜ ସାଥିରେ ନେଇଯାଏ। ଠିକ୍ ସେମିତି ମହାପ୍ରଭୁଙ୍କର ବାହୁଡ଼ା ଯାତ୍ରାରେ ପହଣ୍ଡି କରୁଥିବା ସମୟରେ ସବୁଦିନ ପାଇଁ ଏ ଦୁନିଆ ଛାଡ଼ି ବାହୁଡ଼ି ଯାଇଛନ୍ତି ଜୟେନ୍ଦ୍ର। ତେବେ ଯାହା ସୂଚନା ମିଳିଛି କି ଗତକାଲି ସନ୍ଧ୍ୟାରେ ପଲସାଗୁରାଠାରେ ଚାଲିଥିବା ବାହୁଡ଼ା ଯାତ୍ରାରେ ଜୟେନ୍ଦ୍ର ସାମିଲ ହୋଇ ପହଣ୍ଡି କରୁଥିଲେ। ସେହି ସମୟରେ ହଠାତ୍ ସେ ଅଚେତ ହୋଇପଡ଼ିଥିଲେ। ଗୁରୁତର ଅବସ୍ଥାରେ ତାଙ୍କୁ ଡାକ୍ତରଖାନା ନିଆଯାଇଥିଲା। କିନ୍ତୁ ଦୁଃଖର ବିଷୟ, ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ। ଏପଟେ ଜୟେନ୍ଦ୍ରଙ୍କର ଏଭଳି ବିୟୋଗରେ ପୁରା ଅଞ୍ଚଳରେ ଖେଳିଯାଇଛି ଶୋକର ଛାୟା। କଣ୍ଟାମାଳରୁ ଭଜନ କୁମାର ପ୍ରଧାନଙ୍କ ରିପୋର୍ଟ, କେ ନ୍ୟୁଜ ଓଡ଼ିଶା।